ଖରା ଦିନରେ ମୁଁ କେବେ ବି ଗୋଲାପ ଗଛ କାଟେନି କିନ୍ତୁ ହଉଛି ଆଜି ହାର୍ଡ ପ୍ରନିଂ କରିନାହିଁ କେବଳ ସଫ୍ଟ ପ୍ରନିଂ କରିଛି। ହାର୍ଡ ପ୍ରନିଂ କଲେ ଆମ ଗଛ ପାଇଁ ବହୁତ ଖରାପ ହେଇଥାଏ। ଗଛଟା ସେଇଠୁ ଡ୍ରାଏ ହେଇକିରି ତାର ମଏଶ୍ଚର ପାୱାରଟା କମ୍ ରହେ ଯୋଉଥିପାଇଁ ଆମ ଗଛର ହଉଛି କଣ କହିଲେ ଯୋଉ ଶୁଖିଯାଏ ଡାଳଟା। ସେଇଥିପାଇଁକା ହଉଛି ଗଛକୁ ମୁଁ ସଫ୍ଟ ପ୍ରନିଂ କରିଛି ଆଉ ସଫ୍ଟ ପ୍ରନିଂ କରିକି ସେଇଠି କାଦୁଅ ଟିକେ ଟିକେ ଲଗେଇଛି। ଆପଣ ଗୋବର ବି ଚାହିଁଲେ ଲଗେଇ ପାରିବେ ଯୋଉଟା ଡାଳ ଶୁଖିବାକୁ ଦବନି। ଏଲୋଭେରା ଚାହିଁଲେ ବି ଲଗେଇ ପାରିବେ ତାର ଲିଫ୍ କାଟିକି ସେଇଠି ଖଣ୍ଡେ ଖଣ୍ଡେ ଲଗେଇ ରଖିଦେବେ ତ ସେ ବି ମଧ୍ୟ ଡାଳ ଶୁଖିବାକୁ ଦବନି। ତ କିନ୍ତୁ ମୋର ଯୋଉ ଡାଳ ସବୁ ସଫ୍ଟ ପ୍ରନିଂ କରିଛି ଯୋଉ କଅଁଳିଆ କଅଁଳିଆ ଡାଳ ଗୁଡା କାଟିଥିଲି ଅଗ ଭାଗ ତ ସେଇଥିରେ କଅଁଳିଆ ଡାଳ କିଛି ଆଜି ଲଗେଇବି କାହିଁକିନା ବହୁତ ଦିନ ହେଲାଣି ମତେ ବୋଉ ଫୋନ କରିକି କହିଥିଲା କି ଗୋଲାପ ଡାଳ ଲଗେଇଦେବୁ। ତ ତାର ଗୋଲାପ ଗଛ ମୁଁ ଯେତିକି ବି ଲଗେଇଛି ନା ତାର ବହୁତ ପସନ୍ଦ ସେଥିପାଇଁ ମତେ ଆସିଥିଲା ବି ବଗିଚାରେ ଦେଖିକି ବୁଲିକି ମତେ କହିକି ଯାଇଥିଲା କିଛି ଡାଳ ଲଗେଇବା ପାଇଁ ତ ଆଜି ଭାବିଲି ତା ପାଇଁ କିଛିଟା ଡାଳ ଲଗେଇଦେବି। ତ ଖରା ଦିନ ହଉ ବର୍ଷା ଦିନ ହଉ ସବୁବେଳେ ଏଇଟା ଆରାମସେ ଲାଗିଥାଏ ଗୋଲାପ ଡାଳ ତ ସେଥିପାଇଁ ଭାବିଲି ଆଜି 3ରୁ 4ଟା ଲଗେଇ ଦେଇଥାଏ ସବୁ ଅଲଗା ଅଲଗା ଗଛର। ସେଥିପାଇଁ ଏଲୋଭେରା ଖଣ୍ଡେ କାଟି ଆଣିଲି ଆଉ ଏଲୋଭେରାକୁ ଟିକେ ତାର ଏଲୋ ଜେଲ୍ ଟାକୁ ବାହାର କରିକି ଘଷି ଦେଲି। ଘଷି ଦେଇ ସାରିଲା ପରେ ଏଲୋ ଜେଲ୍ ବାହାରିଗଲା ପରେ ତାକୁ ଛୋଟ ଛୋଟ ପିସ୍ କରିକି ତା ଦେହରେ ମୋର ଯୋଉ ଡାଳ ଗୁଡାକ ସବୁ ଲଗେଇକି ସେଟ୍ କରିଦେଲି। ତାପରେ ମୋର ଡାଳ ଗୁଡାକ ଗୋଟେ ଛୋଟ ମାଟି କୁଣ୍ଡରେ ପୋତିଛି। ମାଟି କୁଣ୍ଡଟା ଟିକେ ଥଣ୍ଡା ରହେ ଆଉ ପାଣିଟା ଟିକେ ଷ୍ଟୋର ରହେ ଯୋଉଥିପାଇଁ ଡାଳ ଲାଗିବା ବହୁତ ସହଜ ହେଇଥାଏ। ଏଇନା ଖରା ଦିନ ନା ଟିକେ ପାଣିଟା ମାଟିଟା ଡ୍ରାଏ ରହିଲା ମାନେ ଗଛଟା ଡାଳଟା ଲାଗିବାକୁ ଟିକେ ଡେରି ହବ ସେଥିପାଇଁକା ମୁଁ ମାଟି କୁଣ୍ଡ